ଦେଖନ୍ତୁ ପ୍ରଥମତଃ ମୁଁ କହିବାକୁ ଚାହୁଁଛି ଏଇ ଯେଉଁ ଦରଦାମ ବୃଦ୍ଧି ହେଇଛି ଏଇଟା ପ୍ରଥମେ ସମସ୍ତଙ୍କ ପେଟକୁ ଗୋଟେ ନାତ ମାରିବା ସଦୃଶ। ଏ ଦରଦାମ ବୃଦ୍ଧି ଏଇଟା ସାଧାରଣ ସାଧାରଣ ଜନତା, ଗରିବ ଜନସାଧାରଣ ଏବଂ ସମାଜର ସବୁ ବର୍ଗର ମଧ୍ୟମ ଶ୍ରେଣୀର ଲୋକ ମଧ୍ୟ ସେମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଆପଣ ଦେଖିଥିବେ ବର୍ତ୍ତମାନ ଯଦି ମୁଁ କହିବି କେଉଁ ଜିନିଷ କଥା, କ୍ରୁଡ୍ ଅଏଲ୍ କଥା କହିବି, ଇଣ୍ଟରନ୍ୟାସନାଲ୍ ମାର୍କେଟରେ କ୍ରୁଡ୍ ଅଏଲ୍ କମ୍ ଥିଲେ ମଧ୍ୟ ଦେଖୁଥିବେ ପେଟ୍ରୋଲ ରେଟ୍ କେଉଁ ଭଳିଆ ପିକ୍ରେ ପହଞ୍ଚିଲାଣି। ଏବଂ ଦୈନନ୍ଦିନ ଯେଉଁ ପନିପରିବା ଆମେ ଖାଉଛେ ତାର ଦର ଦାମ ଦେଖୁଥିବେ ଆପଣ କେଉଁ ରେଟ୍ରେ ବଢ଼ିଲାଣି। ଆପଣ ଡାଲିଠୁ ଆରମ୍ଭ କରିକି ତେଲଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ତାର ଦରଦାମ ଦେଖିଥିବେ, ଯେଉଁଟାକି ପ୍ରତ୍ୟେକଟି ଲୋକ ତା ଦିନଚର୍ଯ୍ୟାରେ ବ୍ୟବହାର କରିବ। ତ କେଉଁ ଭଳିଆ ଭାବରେ ପ୍ରଭାବିତ ହେଉଥିବେ ଏଇଥିରୁ ଆପଣ ଅନୁମାନ କରିପାରୁଥିବେ। ତା ଛଡ଼ା ଆପଣ ଦେଖୁଥିବେ ଆଉ ଗୋଟେ ଜିନିଷ, ଜିଏସ୍ଟି। ପ୍ରତ୍ୟେକଟି ଜିନିଷରେ ଜିଏସ୍ଟି, କିଣିଲେ ଜିଏସ୍ଟି, ବିକିଲେ ଜିଏସ୍ଟି। ଏବେ ସାଧାରଣ ଏବେ ବର୍ତ୍ତମାନ ମୁଁ ଯାହା ସୂଚନା ପାଇଛି, ମାନେ ସାଧାରଣ ଚୁଡ଼ା ମୁଢ଼ି ସେଥିରେ ମଧ୍ୟ ଜିଏସ୍ଟି ଲାଗିବ। ତ ଲୋକ ଏଠି ଖାଇବେ କ'ଣ? ଲୋକ ଯଦି ଏମିତି ସରକାରଙ୍କୁ ଟିକସ ସରକାର ଯଦି ଆମେ ଯଦି ପୂର୍ବ କାଳରେ ଆମେ ଶୁଣୁଛୁ ଜିଜିଆ କର, ସେଇଭଳି ସରକାର ଯଦି ଜିଜିଆ କର ଏଠି ଆଦାୟ କରିବେ, ଜନସାଧାରଣ ତାଙ୍କ ଜୀବନଯାପନ କରିବେ କେମିତି? ଗତକାଲିର ଯେଉଁ ବିଜେଡ଼ିର ଯେଉଁ ସମାବେଶ ହେଇଥିଲା ସେଥିରେ ଦେଖିଥିବେ ଶତାଧିକ ଏବଂ ହଜାର ହଜାର ସଂଖ୍ୟାରେ ଜନସାଧାରଣ ମାନେ ଏକତ୍ରିତ ହୋଇଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଜିଲ୍ଲା ବ୍ଲକରୁ ଆସିକି ମଧ୍ୟ ଏକତ୍ରିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ଥିଲେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କହିଥିଲେ ଯେ ଯେତେବେଳେ 400 ପାର ଯେଉଁ ନାରା ବିଜେପି ସରକାର ଦେଇଥିଲା, ବର୍ତ୍ତମାନ ସେଇଭଳି ମଧ୍ୟ ସେଇଭଳି ଦରଦାମ ସବୁ 400 ପାର ହେଇଗଲାଣି। ତାଙ୍କ କହିବାର ତାତ୍ପର୍ଯ୍ୟ ଏହା ଯେ ଦରଦାମ ଆଉ ନିୟନ୍ତ୍ରଣ ନାହିଁ ଏବଂ ସାଧାରଣ ଜନସାଧାରଣ ଏବଂ ସାଧାରଣ ଖଟିକିଆ ମୂଲିଆ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାଦ୍ୱାରା କେତେ ଯେ ପ୍ରଭାବିତ, ଏଥିରୁ ଆପଣ ଅନୁମାନ କରିପାରୁଥିବେ। ଯଦି ଏ ଦରଦାମ ନିୟନ୍ତ୍ରଣ ନ ହୁଏ, ଆଗାମୀ ଦିନରେ ପରିସ୍ଥିତି ଭୟାବହ ପରିସ୍ଥିତି ହେବ ଏବଂ ଅର୍ଥନୀତି ହେଉ, ସାମାଜିକ ବ୍ୟବସ୍ଥା ହେଉ, ଏହା ଏଇ ଦରଦାମ ଏଥିରେ ନିଶ୍ଚୟ ପ୍ରଭାବ ପକାଇବ। ଏବଂ ଲୋକମାନେ ଯେଉଁଭଳି ଭାବରେ ଚିନ୍ତାଗ୍ରସ୍ତ ହେଲେଣି ଏବଂ ଯେଉଁଭଳି ଭାବେ ତାଙ୍କ ଜୀବନଚର୍ଯ୍ୟା ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯେଉଁଭଳି ପରିବର୍ତ୍ତନ ଆସିଲାଣି ଏ ଦରଦାମ ପାଇଁ, ଆଗାମୀ ଦିନରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ତେଣୁକରି ସରକାରଙ୍କ ମୋର ଅନୁରୋଧ, ଦରଦାମକୁ କିପରି ଭାବେ ନିୟନ୍ତ୍ରଣ କରାଯିବ ସେଥିପ୍ରତି ସମୀକ୍ଷା କରନ୍ତୁ ଏବଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ, ଯେହେତୁ ରାଜ୍ୟରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ଅଛି, କେନ୍ଦ୍ରରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଅଛି, ଉଭୟ ସରକାର ଏଇଟା ଗୋଟେ ଫେଡେରାଲ ଷ୍ଟ୍ରକ୍ଚର ହେଇ ଏବଂ ସେ ତ ସବୁବେଳେ କହୁଥିଲେ ଯେ ଡବଲ ଇଞ୍ଜିନ୍, ବର୍ତ୍ତମାନ ତ ସରକାର ମଧ୍ୟ ଡବଲ ଇଞ୍ଜିନ୍ର ଏବଂ ପୂର୍ଣ୍ଣ ବହୁମତରେ ସରକାର ହେଇଛି। ସରକାର ଚିନ୍ତା କରିକି ଏହା ଉପରେ ଗୋଟେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ କିପରି ଭାବେ ଦରଦାମ ନିୟନ୍ତ୍ରଣ ହୋଇପାରିବ ଏବଂ କୌଣସି ଜନସାଧାରଣ ଏହା ଦ୍ୱାରା ପ୍ରଭାବିତ ନ ହେବେ, ସେଥିପ୍ରତି ଧ୍ୟାନ ଦେବା ଦରକାର।